ବନ୍ଧୁଗଣ ଜୟ ଜଗନ୍ନାଥ। 23 ବର୍ଷ ପରେ ହେଉଛି ଏମିତି ସଂଯୋଗ, ଏହି 5ଟି ରାଶି ଘରକୁ ଆସିବେ। ମା ଲକ୍ଷ୍ମୀ ଢାଳିବେ ପ୍ରବଳ ଟଙ୍କା। ଦେଖନ୍ତୁ ଆପଣଙ୍କ ରାଶି ନାହିଁ ତ? ଦର୍ଶକ ବନ୍ଧୁ, ଆମେ ଜାଣିଛେ ଆମ ଜୀବନରେ ଘଟୁଥିବା ଘଟଣାର ମୁଖ୍ୟ କାରଣ ଗ୍ରହମାନଙ୍କର ଚଳନ ଉପରେ ନିର୍ଭର କରିଥାଏ। ଏହି ଚଳନର କାରଣରୁ ଆମେ ଆମ ଜୀବନରେ ସୁଖ ଦୁଃଖ ଓ ହାନିଲାଭର ସମାନ କରିଥାଉ। ଆଖିରୁ ଲୁହ ପୋଛି ଦିଅନ୍ତୁ, କାନ୍ଦିବାର ଦିନ ସରିଯାଇଛି। ଏମିତି କିଛି ରାଶି ଅଛନ୍ତି ଯେଉଁମାନଙ୍କ ଉପରେ ଭଗବାନ ବି ଶୁଣୁ ଓ ମା ଲକ୍ଷ୍ମୀ ପ୍ରସନ୍ନ ହେବାକୁ ଯାଉଛନ୍ତି। ଆଜି ରାତିଠାରୁ ଏମାନଙ୍କର ଭାଗ୍ୟ ବଦଳିବାକୁ ଯାଉଅଛି। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ବିବରଣୀ। ମିଥୁନ ରାଶି। ଏହି ରାଶିର ଲୋକଙ୍କର ସବୁ ଦୁଃଖ ଓ ସମସ୍ୟା ବହୁତ ଜଲ୍ଦି ନିବାରଣ ହେବ। ମା ଲକ୍ଷ୍ମୀଙ୍କ କୃପାରୁ ଜୀବନରେ ଅନେକ ସଫଳତା ଅର୍ଜନ କରିବେ। ଆଗକୁ ବଢ଼ିବା ପାଇଁ ବହୁତ ସାରା ସୁନାର ସୁଯୋଗ ମିଳିବ। ଜୀବନରେ ହେବାକୁ ଥିବା ଚେଞ୍ଜେସ୍ ବହୁତ ଭଲ ରହିବ। ଭଗବାନ ବିଷ୍ଣୁଙ୍କ କୃପାରୁ ଧନ ସହ ଖୁସି ପ୍ରାପ୍ତ ହେବ। ଆପଣଙ୍କ ଘରେ ବିବାହ ଆଦି ପାଳନ କରାଯାଇପାରିବ। ବନ୍ଧୁଗଣ, ଭିଡ଼ିଓଟିକୁ ପୁରା ଦେଖିବେ। ବନ୍ଧୁଗଣ, କନ୍ୟା ରାଶି। ଧନ ସମ୍ବନ୍ଧିତ ସମସ୍ୟାର ସମାଧାନ ହେବାକୁ ଯାଉଅଛି। ଧନରେ ମାଲାମାଲ ହେବାକୁ ଯାଉଛନ୍ତି ଆଉ ରହିଯାଇଥିବା ଧନ ଫେରି ପାଇବେ। ଜୀବନରେ ବହୁତ ସାରା ଖୁସି ଖବର ମିଳିବାର ସମ୍ଭାବନା ଅଛି। ଆପଣଙ୍କ ଭାଗ୍ୟ ବଦଳିବାକୁ ଯାଉଅଛି। ଆପଣଙ୍କର ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ। ବନ୍ଧୁଗଣ, ବୃଷ ରାଶି। ଆପଣଙ୍କ ଉପରେ ଭଗବାନ ବିଷ୍ଣୁ ଓ ମା ଲକ୍ଷ୍ମୀଙ୍କ କୃପାରୁ ବହୁତ ବଡ଼ ଖୁସି ଖବର ମିଳିବାକୁ ଯାଉଅଛି। ଆପଣଙ୍କ ଚାକିରିରେ ଚାଲୁଥିବା ସମସ୍ୟାର ସମାଧାନ ବି ହେବ। ଦରମାରେ ବୃଦ୍ଧି ପାଇବ। ପଦୋନ୍ନତିରେ ବୃଦ୍ଧି ହୋଇପାରେ। ମାନ ସମ୍ମାନରେ ବୃଦ୍ଧି ହେବ। କାର୍ଯ୍ୟକ୍ଷେତ୍ରରେ ଜବରଦସ୍ତ ଲାଭ ହେବାକୁ ଯାଉଅଛି। ବନ୍ଧୁଗଣ, ତୁଳା ରାଶି। ତୁଳା ରାଶିର ଲୋକଙ୍କ ପାଇଁ ଆଗାମୀ ସମୟ ଅଦ୍ଭୁତ ଶୁଭ ରହିବ। କାର୍ଯ୍ୟକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ଉଚ୍ଚ ପଦ ପାଇଁ ପ୍ରୟାସ କରୁଥିଲେ ଆପଣଙ୍କୁ ସଫଳତା ନିଶ୍ଚୟ ମିଳିବ। ନୂଆ ବେପାର ବ୍ୟବସାୟ ଆରମ୍ଭ କରିବେ। ନୂଆ ବ୍ୟକ୍ତିଙ୍କ ସହ ଦେଖା ହୋଇପାରେ। ଆତ୍ମବିଶ୍ୱାସରେ ବୃଦ୍ଧି ହେବ। ବନ୍ଧୁଗଣ, କୁମ୍ଭ ରାଶି। ଆପଣଙ୍କ ଜୀବନରେ ବହୁତ ଜଲ୍ଦି ଶୁଭ ସମୟର ଆଗମନ ହେବାକୁ ଯାଉଅଛି। ଏହି ରାଶିର ବ୍ୟକ୍ତିମାନେ ଯେକୌଣସି ନୂତନ କାମ ଆରମ୍ଭ କରିବେ, ସେଥିରେ ସଫଳ ହେବେ। ମାତା ଲକ୍ଷ୍ମୀଙ୍କ କୃପାରୁ କୌଣସି କ୍ଷେତ୍ରରେ ଆର୍ଥିକ ସମସ୍ୟା ରହିବ ନାହିଁ। ଏହି ରାଶିର ବ୍ୟକ୍ତି କୌଣସି କାମରେ ସଫଳତା ପାଇବାକୁ ଆଶା ରଖିଥିବେ, ତାହା ପାଇବେ। ବନ୍ଧୁଗଣ, ଭିଡ଼ିଓଟି ଯଦି ଭଲ ଲାଗିଥାଏ ତ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ। ବେଲ୍ ଆଇକନ୍ଟିକୁ ଅଲ୍ରେ ପ୍ରେସ୍ କରିଦିଅନ୍ତୁ, ତାକି ଭିଡ଼ିଓଟି ପ୍ରଥମେ ଆପଣଙ୍କ ପାଖରେ ପହଞ୍ଚିବ।
ଜୟ ଜଗନ୍ନାଥ, ଜୟ ମା ଲକ୍ଷ୍ମୀ, ଧନ୍ୟବାଦ।